କିଛି ସଜାସଜି ହେଇନି, କେବଳ ହ୍ୟୁମାନ୍ର ଆଉ ତାର ଗୋଟେ ଫଟୋ ସେଠି ଅଛି। ସେଠି 2 ଲାଇନ୍ ତାଙ୍କ ପାଇଁ ଲେଖା ହେଇଛି ହ୍ୟୁମାନ୍ଙ୍କ ପାଇଁ। ଆଉ ସେଠି କିନ୍ତୁ ଫ୍ୟାନ୍ସକୁ ମନ ରଖିବାକୁ ଖାଲି ବୁଝେଇବାକୁ ଆଉ ସେମାନେ ବ୍ୟସ୍ତ ବିବ୍ରତ ହେବେନି, ଏତେ ଦିନ ହେଇକି ସେମାନେ ଏକ୍ସାଇଟେଡ଼ଲି ଅପେକ୍ଷା କରିଥାନ୍ତି ଏଇ ଦିନଟିକୁ। ତେଣୁ କେବଳ ତାଙ୍କ ସାଙ୍ଗେ ଦ୍ୱିପଦ କଥା ଏବଂ ଫଟୋ ଉଠେଇବା। ବୟସରେ 34 ବର୍ଷରେ ଏତେ ବଡ଼ ଓଡ଼ିଶାର ଟ୍ୟାଲେଣ୍ଟ, ଓଡ଼ିଶାର ଆସେଟ୍, ଆଉ ସାରା ପୃଥିବୀରେ ଥିବା ଓଡ଼ିଆମାନଙ୍କର ହୃଦୟରେ ରାଜ କରୁଥିବା ସିଙ୍ଗର, ଯାହାଙ୍କ ଭଏସ ପାଇଁ ଲୋକ ପାଗଳ। ଶୋ ଗୁଡ଼ାକରେ ତାଙ୍କୁ ମାନେ ବହୁତ ଭଲ ପାଇବା ଦିଅନ୍ତି ଲୋକମାନେ, ଆଉ ତାଙ୍କ ଶୋ ବହୁତ ବୁକିଂ ହୁଏ। ତାଙ୍କ ଗୀତ ଗୁଡ଼ାକ ପ୍ରବଳ ହିଟ୍, ମାନେ ମାନେ ବହୁତ ବର୍ଷ ଧରି ରାଜ କରୁଥିଲେ ସେ। ତାଙ୍କର ଏମିତି ଦୁଃଖଦ ମୃତ୍ୟୁ, ଆଉ ତାଙ୍କର ଲଭ୍ ଆଙ୍ଗଲକୁ ନେଇ ଯେଉଁ କଥା ଆସୁଛି, ତାଙ୍କ ପଇସା ବ୍ୟାଙ୍କରେ ହେରଫେର, ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲାବେଳେ ତାଙ୍କୁ ଚାପ ଦେଇକି ତାଙ୍କୁ ଜବରଦସ୍ତି କାମ କରେଇବା, ଏସବୁ କଥାରେ ସେ ଟ୍ରାପ୍ ହେଇକି ଯେଉଁ ରହିଥିଲେ, ତାଙ୍କୁ କିଏ ଟ୍ରାପ୍ କରିଥିଲା, ତାଙ୍କଠୁ ପଇସା। ଆକ୍ଚୁଆଲି ମାନେ ପ୍ରତ୍ୟେକ ବର୍ଷ ବହୁତ ଭିଡ଼ ହୁଏ। ବହୁତ ଆଗରୁ ମାନେ ପିଲାମାନେ ପ୍ରିପେୟାର ଥାଆନ୍ତି, ଫ୍ୟାନ୍ସ ମାନେ ତାଙ୍କ ଟିକଟ ବୁକ୍ କରି ଦୂରରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାନେ ଜୟପୁର, ବ୍ରହ୍ମପୁର, ଓଡ଼ିଶାର କୋଣ ଅନୁକୋଣରୁ, ଏପଟେ ବାରିପଦା, ବାଲେଶ୍ୱର, ମୟୂରଭଞ୍ଜ ସବୁଆଡ଼ୁ ଆସି ପହଞ୍ଚନ୍ତି। ତେଣୁ ଯେହେତୁ ଏତେ ବଡ଼ ଦୁଃଖଦ ଘଟଣା ଘଟିଛି, ହ୍ୟୁମାନ୍କୁ ଆମେ ସମସ୍ତେ ବର୍ତ୍ତମାନ ସୁଦ୍ଧା ବି ତାଙ୍କର ମୃତ୍ୟୁକୁ ଆମେ ଗ୍ରହଣ କରିପାରୁନୁ। ତେଣୁ ଅନୁଭବ ସାର୍ ଡିସିସନ୍ ନେଲେ, ଆମେ ସମସ୍ତଙ୍କୁ ପଚାରିଲେ, ଆମେ କହିଲୁ ନାହିଁ ଏଇଟା ଠିକ୍ ଡିସିସନ୍ ଯେ ଆମେ ସେଲିବ୍ରେଟ୍ କରିବୁନି। ତଥାପି ଦେଖୁଥିବେ ଯେମିତି ଆପଣ, ପୁରା ନିଡ଼ାମ୍ବର ଭାବରେ, କିଛି ସଜାସଜି ହେଇନି, କେବଳ ହ୍ୟୁମାନ୍ର ଆଉ ତାର ଗୋଟେ ଫଟୋ ସେଠି ଅଛି। ସେଠି 2 ଲାଇନ୍ ତାଙ୍କ ପାଇଁ ଲେଖା ହେଇଛି ହ୍ୟୁମାନ୍ଙ୍କ ପାଇଁ। ଆଉ ସେଠି କିନ୍ତୁ ଫ୍ୟାନ୍ସକୁ ମନ ରଖିବାକୁ ଖାଲି ବୁଝେଇବାକୁ ଆଉ ସେମାନେ ବ୍ୟସ୍ତ ବିବ୍ରତ ହେବେନି, ଏତେ ଦିନ ହେଇକି ସେମାନେ ଏକ୍ସାଇଟେଡ଼ଲି ଅପେକ୍ଷା କରିଥାନ୍ତି ଏଇ ଦିନଟିକୁ। ତେଣୁ କେବଳ ତାଙ୍କ ସାଙ୍ଗେ ଦ୍ୱିପଦ କଥା ଏବଂ ଫଟୋ ଉଠେଇବା, ନିଜ ତାଙ୍କଠୁ ବାର୍ଥଡେ ୱିଶ୍ ଗ୍ରହଣ କରିବା, ତାଙ୍କୁ ତା ପ୍ରତିବଦଳରେ ଭଲ ପାଇବା ଦେବା, କେବଳ ଏତିକି। ନିଶ୍ଚିତ 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 ନିଶ୍ଚିତ। ହ୍ୟୁମାନ ସାଗର ହେଲେ ମାନେ ସଙ୍ଗୀତ ଜଗତର ସୁପରଷ୍ଟାର। ତାଙ୍କ ରେଞ୍ଜକୁ ବର୍ତ୍ତମାନ ସୁଦ୍ଧା କୌଣସି ସିଙ୍ଗର ଆସିବା କଥା ଆମେ ବି ଭାବିପାରୁନୁ, କି ଆପଣମାନେ ବି ଭାବିପାରୁନଥିବେ। ତେଣୁ ଏତେ ବଡ଼ ଗୋଟେ ପିଲା, ଏତେ କମ୍ ବୟସରେ 34 ବର୍ଷରେ ଏତେ ବଡ଼ ଓଡ଼ିଶାର ଟ୍ୟାଲେଣ୍ଟ, ଓଡ଼ିଶାର ଆସେଟ୍, ଆଉ ସାରା ପୃଥିବୀରେ ଥିବା ଓଡ଼ିଆମାନଙ୍କର ହୃଦୟରେ ରାଜ କରୁଥିବା ସିଙ୍ଗର, ଯାହାଙ୍କ ଭଏସ ପାଇଁ ଲୋକ ପାଗଳ। ଶୋ ଗୁଡ଼ାକରେ ତାଙ୍କୁ ମାନେ ବହୁତ ଭଲ ପାଇବା ଦିଅନ୍ତି ଲୋକମାନେ, ଆଉ ତାଙ୍କ ଶୋ ବହୁତ ବୁକିଂ ହୁଏ। ତାଙ୍କ ଗୀତ ଗୁଡ଼ାକ ପ୍ରବଳ ହିଟ୍, ମାନେ ବହୁତ ବର୍ଷ ଧରି ରାଜ କରୁଥିଲେ ସେ। ତାଙ୍କର ଏମିତି ଦୁଃଖଦ ମୃତ୍ୟୁ, ଆଉ ତାଙ୍କର ଲଭ୍ ଆଙ୍ଗଲକୁ ନେଇ ଯେଉଁ କଥା ଆସୁଛି, ତାଙ୍କ ପଇସା ବ୍ୟାଙ୍କରେ ହେରଫେର, ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲାବେଳେ ତାଙ୍କୁ ଚାପ ଦେଇକି ତାଙ୍କୁ ଜବରଦସ୍ତି କାମ କରେଇବା, ଏସବୁ କଥାରେ ସେ ଟ୍ରାପ୍ ହେଇକି ଯେଉଁ ରହିଥିଲେ, ତାଙ୍କୁ କିଏ ଟ୍ରାପ୍ କରିଥିଲା, ତାଙ୍କଠୁ ପଇସା ଶୋଷଣ କିଏ କରୁଥିଲା, ତାଙ୍କ ସ୍ୱାସ୍ଥ୍ୟର ଯତ୍ନ କିଏ ନେଉନଥିଲା, ଏଇସବୁ ଜିନିଷ ଉପରେ ଆଲୋକପାତ ନିଶ୍ଚିତ ଭାବରେ ହେବ। ତାଙ୍କ ମାଆଙ୍କର ଏଫଆଇଆର୍ ଅନୁସାରେ ସମସ୍ତଙ୍କୁ ଡକା ହେବ। ସମସ୍ତେ ଯିଏ ଦୋଷୀ ଥିବ, ପ୍ରଭୁ ଜଗନ୍ନାଥ ଆଉ ଓଡ଼ିଶାର ନ୍ୟାୟ ପ୍ରକ୍ରିୟା ନିଶ୍ଚିତ ଭାବରେ ଅସଲ ଦୋଷୀକି ଖୋଜିବେ, ଆଉ ସେ ଦଣ୍ଡ ପାଇବା ନିହାତି ଦରକାର।